ନମସ୍କାର ସକାଳର ବଡ଼ ଖବର ସକାଳର ଲାଟେଷ୍ଟ ଅପଡେଟ୍। ଅଷ୍ଟମ ଶ୍ରେଣୀ ଝିଅକୁ ବଳପୂର୍ବକ ପଇସା ଦେଇ ଦୁଷ୍କର୍ମ କରିଲା ଚୌଦ୍ୱାର ଅଞ୍ଚଳର ଜଣେ ଭଡ଼ା ରହୁଥିବା ଯୁବକ। ଉକ୍ତ ଯୁବକ ଜଣକ ହେଉଛନ୍ତି ମଳୟ କୁମାର ସ୍ୱାଇଁ, ଯିଏକି ଭଡ଼ା ଆକାରରେ ଚୌଦ୍ୱାରରେ ରହୁଥିଲେ, କିନ୍ତୁ ତାଙ୍କ ପ୍ରକୃତ ଠିକଣା ଏପର୍ଯ୍ୟନ୍ତ ମିଳିନାହିଁ। ଯଦି ଦେଖିବା, ଅଷ୍ଟମ ଶ୍ରେଣୀ ନାବାଳିକା ଝିଅକୁ ପ୍ରଥମେ ପ୍ରେମ ଜାଲରେ ଫସାଇଥିଲା। ବଳପୂର୍ବକ ନିଜ ରୁମ୍କୁ ଡାକି ପାନୀୟ ଜଳରେ ପିଇବା ପାଣିରେ ନିଶା ଦେଇ ବଳପୂର୍ବକ ଦୁର୍ବ୍ୟବହାର କରିଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଯୁବତୀ ଜଣକ ଘରେ ଜଣାଇବା ପରେ ହିଁ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ମଳୟ ରଞ୍ଜନ ସ୍ୱାଇଁଙ୍କୁ ଗିରଫ କରିଥିଲା ଚୌଦ୍ୱାର ପୋଲିସ। ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି ଚୌଦ୍ୱାର ଥାନା ନିକଟସ୍ଥ ଚୌଦ୍ୱାର ଅଞ୍ଚଳରେ।